भाई मैंने ये वीडियो आगे देखो ओह आत्मा को छुईला रे देखो 12 ବର୍ଷ ତପସ୍ୟା ମୋର ଚୁପା ଚୁପା ଛାଡ଼ିଦେଲ। ପ୍ରତି ମାସରେ ଚାଉଳ ଆଣିକି ତାଙ୍କ ଘରେ ପହଞ୍ଚେଇବ। ମୁଁ କହିଦେଲି ବାଇପାସ୍ କରିଦଉଛି, ବାଇପାସ୍ ବି କରିଦେଲି। ପ୍ରତି ମାସରେ ଏ ମାଟି ଆଉ ସେ ବାବୁଟି ସିଏ ଯିବେ ନେଇ ଚାଉଳ ପାଇଁ, କେହି ନାହାନ୍ତି ତାଙ୍କର, କେହି ନାହାନ୍ତି। ତମେ କାଲି ଦେଇଛ ତ ସେଥିପାଇଁ ତମକୁ ଧନ୍ୟବାଦ ଦଉଛି। କିନ୍ତୁ ପ୍ରତି ମାସରେ ତାଙ୍କ ଚାଉଳ ତାଙ୍କ ଦୁଆର ମୁହଁରେ ପହଞ୍ଚିବ। ଡୋର ଡେଲିଭରି ହବ ଏଇଠି ଏବଂ ଡୋର ଡେଲିଭରି ଯୋଉଦିନ କରିବ ଫଟୋ ଉଠେଇକି ମତେ ପଠେଇବ, କହିବ ସାର୍ ମୁଁ ଡୋର ଡେଲିଭରି ସେ ଲୋକ ଘରେ ନେଇ ଦେଇକି ଆସିଲି ହେଲା। ଆଉ ଯେତିକି ଦିନ ସେ ପାଇନି ତମକୁ ସେତିକି ପନିଶମେଣ୍ଟ ଦିଆଗଲା, ତମକୁ ସେତିକି ଚାଉଳ ତପନ ଦବନି। ସେଇ ଚାଉଳ ତ ଆଉ ବାହାରିବନି ମେସିନରେ, ବଟ୍ ସେଇଟା ତମକୁ ପନିଶମେଣ୍ଟ ଦିଆଗଲା। ତମେ ଆଣିକିରି ସେତିକି ଚାଉଳ 70 କେଜି ଚାଉଳ ତାଙ୍କ ଘରେ ଆଣି ଥୋଇବ ହେଲା। ଦେଇକିରି ବସେଇକିରି ଚାଉଳ ସେଠି ଥୋଇକିରି ଫଟୋ ଉଠେଇ ମତେ ପଠେଇବ, ସାର୍କୁ ଦେଲି ବୋଲି। ଆରେ ଶୁଣ, ଆମର ମାନବିକତା ବୋଲି ଗୋଟେ ଜିନିଷ ରହିବା ଦରକାର। ତମେ କେତେ ଜନ୍ମର ପୁଣ୍ୟ କରିଛ ବୋଲି ତମେ ଚାଉଳ ଖଣ୍ଡେ ବାଣ୍ଟୁଛ, ଲୋକ ଖାଉଛନ୍ତି। ତମେ ଉପର ହସ୍ତରେ ଦଉଛ, ଲୋକ ତଳ ହସ୍ତରେ ନଉଛନ୍ତି। ଏଭଳିଆ ଯଦି ମାନେ ମା ମାନେ ବାପା ମାନେ ଯଦି ଏଇଭଳିଆ ଅବସ୍ଥାରେ ସେ ରହିବେ, ଯଦି ଦାନା ଖଣ୍ଡେ ନ ପାଇବେ କି ମାନେ ଆମକୁ ଲାଜ, ମତେ ତ ଲାଜ ଲାଗୁଛି। ଦେଖିଲ ଆରେ ଅଫିସର ହବ ତ ଏମିତି। ଆରେ ଯିଏ ଗରିବଙ୍କ ପାଖରେ ନାହିଁ, ଯିଏ ଗରିବ ପାଖରେ ଠିଆ ହବନି, ସେ କି ଅଫିସର? ଦେଖ ପ୍ରକୃତରେ ଏ ଅଫିସର ଭାଇ ତ ମୁଁ ଦିଲ୍ ସେ ସାଲ୍ୟୁଟ୍ କରୁଛି, ଦିଲ୍ ସେ। କାହିଁକିନା ଆଙ୍କ ପାଖରେ ମଣିଷ ଗନ୍ଧ ଅଛି। ଆଉ ଏ ଭାଇଙ୍କ ପାଖରୁ, ଏ ସାର୍ଙ୍କ ପାଖରୁ ଆଉ ବାକି ଯେତେ ଅଫିସର ନାଅ କିଛି ଶିଖ, କି ଗରିବ ଗୁରିବ ପାଖରେ ପହଞ୍ଚିକିରି ତାଙ୍କ ଦୁଃଖ ସୁଖ ଟିକେ ବୁଝ। ଏମିତି ବହୁତ ଅଛନ୍ତି ଆମ ଓଡ଼ିଶାରେ, ବହୁତ ଗରିବ ଗୁରିଆ ଅଛନ୍ତି ଯାହା ପାଖରେ ତାଙ୍କର ରାସନ ପାଉନାହାନ୍ତି, ଯେଉଁମାନେ ଭତ୍ତା ବି ପାଉନାହାନ୍ତି। ଏମିତି ଖାଇ ପିଇ ଦିନ ଓଳିଏ ଖାଇଲେ ଖାଉଛନ୍ତି, ଦିନ ଓଳିଏ ନ ଖାଇଲେ ନାହିଁ, ଉପାସ ରହୁଛନ୍ତି। ଚିନ୍ତା କର। ଯାହା ହଉ ଭାଇ ଆମର ବହୁତ ବହୁତ ବଢିଆ କାମ କରୁଛନ୍ତି, ବହୁତ ବଢିଆ କାମ। ମୁଁ ତ କହୁଛି ଦିଲ୍ ସେ ସାଲ୍ୟୁଟ୍ କରୁଛି ଭାଇ।